ଥାଉ ସରିଗଲା। ଆମେ କିଛି ବି ବିଦ୍ୟା ଗ୍ରହଣ କରିଥାଉ ଗୁରୁଙ୍କ ଠାରୁ। ପ୍ରଥମ ଗୁରୁ ହେଉଛନ୍ତି ମା, ଆମକୁ ଜନ୍ମ ଦେଇଥାନ୍ତି। ସେ ପ୍ରଥମେ ଆମକୁ ପରିବେଶ ସହିତ ଜଡ଼ିତ କରିଥାନ୍ତି ଏବଂ ପ୍ରଥମ ଗୁରୁ ହେଉଛନ୍ତି ମା। ତାପରେ ହେଲେ ଆମ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁ। ସେହି ଗୁରୁ ବୃତ୍ତି ବିଷୟରେ କହିବା ପାଇଁ ମୁଁ ଗୋଟେ ଗପଲେଖ ଲେଖାଯାଉଛି। ପୂର୍ବତନ କାଳରେ ଗୁରୁକୁଳ ଆଶ୍ରମରେ ରହି ଛାତ୍ରଛାତ୍ରୀମାନେ ବିଦ୍ୟାବନକୁ ପାଠ ପଢ଼ିବା ପାଇଁ ଯାଉଥିଲେ। ଗୁରୁକୁଳ ଆଶ୍ରମ ସେପରି ସ୍କୁଲକୁ ଆସୁନଥିଲେ। ସେତେବେଳେ ସେମାନେ ଶିଷ୍ୟ ଭାବରେ ରହି ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରୁଥିଲେ। ମୋ ପରି ଗୋଟେ ଛୋଟ ଶିଶୁଟିଏ ଥିଲେ, ତାଙ୍କ ନାଁ ଥିଲା ଆରୁଣୀ। ସେ ଗୁରୁଙ୍କୁ ବହୁତ ଭକ୍ତି କରୁଥିଲେ। ପ୍ରବଳ ଏପରି ବର୍ଷା ଦିନ ଥିଲା, ପୁରା ବଜ୍ରପାତ ସହିତ ବର୍ଷା ହେଉଥିଲା, ପ୍ରବଳ ବର୍ଷା ହେଉଥିଲା। ସେ ଗୁରୁକୁଳ ଆଶ୍ରମରେ ପାଠ ପଢ଼ିବା ସହିତ ଗାଈ ଚରାଇବା, କୃଷି କାର୍ଯ୍ୟ କରିବା, ଫୁଲ ଗଛ ଲଗାଇବା, ବିଭିନ୍ନ କାମ କରୁଥିଲେ। ପ୍ରବଳ ବର୍ଷା ହେଉଥିଲା, ଧାନ କ୍ଷେତରେ ଧାନ ବୁଣିଥିଲେ। ମନୁଷ୍ୟ ସେତିକିବେଳେ କ'ଣ କରୁଥିଲେ, ଧାନ କ୍ଷେତରେ ଧାନ ବୁଣିଥିଲେ। ହେଲେ ପ୍ରବଳ ବର୍ଷା ହେତୁ ଲାଗି ରହିଲା, 7-8 ଦିନ ବର୍ଷା ଲାଗି ରହିଲା। ତାପରେ କ'ଣ ହେଲା, ଫସଲ ସବୁ ନଷ୍ଟ ହେବାରେ ଲାଗିଲା। ସେଥିପାଇଁ ଗୁରୁ କ'ଣ କହିଲେ, ଶିଷ୍ୟମାନଙ୍କୁ କହିଲେ, ଯାଅ, ବର୍ଷା ହେଉଥିଲା ଏବଂ ଯାଅ ଜମିରେ ସମସ୍ତେ ହିଡ଼ ଦେବ ଏବଂ ଜମିକୁ ତାର ରକ୍ଷା କରିବ। ବର୍ଷା ଯୋଗୁଁ, ବଜ୍ରପାତ ବର୍ଷା ଯୋଗୁଁ ଭୟରେ କେହି ହେଲେ ଗଲେନି। ସେଇ ଛୋଟ ଶିଶୁଟି ଆରୁଣୀ, ସେ କ'ଣ କଲେ, କ୍ଷେତକୁ ହିଡ଼ ବାନ୍ଧିବା ପାଇଁ ଗଲେ। ଛୋଟ ଶିଶୁ, ତାଙ୍କର ବେଶୀ ବଳ ନଥିଲା। ସେ ତାଙ୍କର ପାରୁ ପର୍ଯ୍ୟନ୍ତ ସେ କ'ଣ କରୁଥିଲେ, ହିଡ଼ ଦେଉଥିଲେ। ଯେତିକି ହିଡ଼ ବାନ୍ଧୁଥିଲେ ସେତିକି ବର୍ଷା ପାଣିରେ ଧୋଇ ହେଇଯାଉଥିଲା। ଫସଲ ସବୁ ନଷ୍ଟ ହେଇକି ପଡ଼ି ଯାଉଥିଲା, ପାଣିରେ ଧୋଇ ହେଇଯାଉଥିଲା। ତାପରେ କ'ଣ କଲେ, ସେଇ ହିଡ଼ରେ ସେ ନିଜେ ଶୋଇପଡ଼ିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେମିତି ରହିଲେ, ଆଶ୍ରମକୁ ଫେରିଲେନି ଆରୁଣୀ। ତାପରେ ଗୁରୁ ବହୁତ ଚିନ୍ତିତ ହେଲେ। ଶିଷ୍ୟମାନଙ୍କୁ ଡକେଇ ପଠେଇଲେ, ଯାଇକି ଆରୁଣୀକି ଯାଅ ଦେଖି ଆସିବ। କେହି ହେଲେ ଖୋଜିକି ପାଇଲେନି। ତାପରେ ରାତି ହେଇଗଲା। ରାତି ବେଳେ ଗୁରୁ ଗଲେ। ଗୁରୁ ଗଲା ପରେ ଲଣ୍ଠନ ନେଇକି ଗଲେ। ସେତେବେଳେ ଲାଇଟ୍ ନଥିଲା, ଲଣ୍ଠନ ନେଇକି ଗଲେ। ଦେଖିଲେ କୌଣସି ଘରେ ଆରୁଣୀକୁ ପାଇଲେ ନାହିଁ। ଆରୁଣୀ ଗୁରୁଙ୍କୁ ଡାକ ଛାଡ଼ିଲେ। ସେ କାନ୍ଦି ପକେଇଲେ, ସେ କୁଆଡ଼େ ଗଲା ପରେ। ତାପରେ ବାଟରେ ଗଲାବେଳେ ତାଙ୍କ ଗୋଡ଼ ଆରୁଣୀଙ୍କ ଦେହରେ ବାଜିଲା। ଯେତେବେଳେ ଦେହଟା ଗୋଡ଼ରେ ବାଜିଲା, ସେ ପୁରା ଚମକି ପଡ଼ିଲେ ଏବଂ ଆରୁଣୀକୁ ଦେଖିକି ଅଚେତ ହେଇଯାଇଥିଲେ। ଆରୁଣୀ ଆଉ ତାଙ୍କର ଚେତା ନଥିଲା। ତାଙ୍କୁ ନେଇକି ଉଷୁମ ସେକ ଦେଲେ, ଗରମ ସେକ ଦେଲେ, ତାଙ୍କୁ ଦେହରେ ତେଲ ମାଲିସ କଲେ ଆଉ ତାଙ୍କୁ ଆରୋଗ୍ୟ କଲେ। ତାଙ୍କର ଗୁରୁ ଭକ୍ତି ଦେଖି ଗୁରୁ ତାଙ୍କୁ ପ୍ରଶଂସା କଲେ। ଏପରି ଗୁରୁ ଭକ୍ତି, ଗୁରୁଙ୍କ କଥା ମାନିକି ସେ କ'ଣ କରିଥିଲେ, ଆଜି ପର୍ଯ୍ୟନ୍ତ ଆମେ ତାଙ୍କୁ ମନେ ପକାଉ।